ଯେତେବେଳେ 20-25ଟା ସାହୁକାର ଏକାଠି ହେବେ ସେ ବେପାର କଥା ହେବେ ଠିକ ଅଛି ତ ରାଜନୈତିକ ବ୍ୟକ୍ତି ତ ଠିଆ ହେବେ ଆଲୋଚନା ହବ ତ ଆମେ ଆଉ କଣ ହବ ରାଜନୈତିକ ଆଲୋଚନା ହବ ରାଜନୈତିକ ଆଲୋଚନା ହବ ପିଲା ଛୁଆ ଘର ସଂସାର କଥା ହବ କେମିତି ଚାଲିଛି କଣ ଆଲୋଚନା ହବ ଆದ್ರೆ ବ୍ୟତିକ୍ରମ କିଛି ନାହିଁ ଆଜି ଗୋଟିଏ ଆମର ଯୋଉ ଲିଗାସି ଆପଣମାନେ ନାଁ ଦେଇଥିଲେ ଲିଗାସି ତ ଆମେ ମାନେ ଯୋଉମାନେ ଅଛୁ ତ ଆମେ ସବୁ ଏକାଠି 10-12 ଜଣ ଠିକ କଲୁ ଏକାଠି ସବୁ ଡାକିବା ଆଉ ଭୋଜି ଭାତ ତ ହଉନି ଏକାଠି ବସିବା ଆମେ ଆପଣମାନେ ଜାଣିଛନ୍ତି ଆମେ ପ୍ରତ୍ୟେକ ସପ୍ତାହ 2-3 ଥର ବସୁ ଏକାଠି ଖାଇବା ପାଇଁ ଜଳଖିଆ ସବୁ ସେଇ ପରିପ୍ରେକ୍ଷୀରେ ଆଜି ଗୋଟେ ହେଇଥିଲା ସମସ୍ତେ ଆସିଥିଲେ ଓଡ଼ିଶା ସାରା ସବୁ ଡକା ହେଇଥିଲା ଏବଂ ଆଜି ପାଖାପାଖି 55 ଉର୍ଦ୍ଧ୍ୱ ମୁଁ ଆପଣମାନଙ୍କୁ ଦେବି ଫଟୋ ବି ଦେବି ଆପଣ ଦେଖିବେ ସମସ୍ତେ ଆସିଥିଲେ କୌଣସି ରାଜନୈତିକ ଆଲୋଚନା ହେଇନି ଆମେ ଖାଇଲୁ ପିଇଲୁ ଗୀତ ଗାଇଲୁ ଭଲରେ ଗୋଟେ ସମୟ କାଟିଲୁ ଦୁଃଖ ସମସ୍ତ ମନରେ ଆମର ଅଛି ତା ସତ୍ତ୍ୱେ ମଧ୍ୟ କିଛି ତ ନିଜକୁ ନିଜର ଚିତ୍ତ ବିନୋଦନ କରିବା ପାଇଁ କିଛି କରି ଉତ୍ତର ସେଟା କରାହେଇଥିଲା ସେଇ ପରିପ୍ରେକ୍ଷୀରେ ଆଜି ହେଇଛି ଆದ್ರೆ କୌଣସି ରାଜନୈତିକ ଚର୍ଚ୍ଚା ନାହିଁ କିଛି ନାହିଁ ନା 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 ସେ କିଏ ଆସିବ ଆମେ ତ ବିଲକୁଲ ନେତୃତ୍ୱ ବାବଦରେ କଥା ହେଇନି ମଝିରେ ସେ ଟ୍ରାକ୍ ଉପରେ ଲୋକ କଣ କହନ୍ତି ଅସାମାଜିକ ବ୍ୟକ୍ତିତ୍ୱ ପଥର ରଖିଦିଅନ୍ତି ଡିରେଲ ହେବା ପାଇଁ ବୁଝୁଛନ୍ତି କିନ୍ତୁ ଆମେ ଟ୍ରାକ୍ ଅଛି ଆମେ ନୂଆ ଇନଭାଇଟ୍ କଲୁଣି ଦୂର ଦୂରାନ୍ତ ଯୋଉମାନେ ଥିଲେ ସେମାନେ ବି ଆଜି ମାଲକାନଗିରି କୋରାପୁଟ ସମ୍ବଲପୁର ବରଗଡ଼ ସବୁ ଆସୁଛନ୍ତି ଏତେ ଦିନ ଦେଖା ବି ହେଇନଥିଲା ତ ସମସ୍ତେ ଆସିଥିଲେ ହଁ ସେ ହବ ଯେମିତି ମାନ୍ୟବର ସଭାପତି ଆମର ନିର୍ଦ୍ଦେଶ ଦିଅନ୍ତି ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ପ୍ରତ୍ୟେକ ବ୍ଲକରେ ପ୍ରତିଷ୍ଠା ଦିବସ ପାଳନ କରାଯିବ ସେ ନିର୍ଦ୍ଦେଶ ଆସିବ ଆମେ ସବୁ ପାଳନ କରିବୁ ଆଗାମୀ ଦିନ ହିସାବରେ ଆଜି ଗୋଟେ ଗେଟ୍ ଟୁଗେଦର ହେଇଥିଲା ଆମ ଖାଇବା ପିଇବା ବାବଦରେ ସେଇଟା କିଛି ନା 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 କଟକରେ ଆମେ ସେଦିନ ନେତାଜୀ ଜୟନ୍ତୀ ଗୋଟେ ହେଇଛି ଏବେ ଆମେ ଯୁବ ଆମର ଯୋଉ ଆମର ଟୁବୁ ତ୍ରିପାଠୀ ତାଙ୍କ ନେତୃତ୍ୱରେ ଆମେ ଯାଇଥିଲୁ ସେତେବେଳେ ଆମ ରାଜ୍ୟସଭା ଏମ୍ପି ଯିଏ ଥିଲେ ଦେବାଶିଷ ସାମନ୍ତରାୟ ସେ ଗୋଟେ ଇନଭାଇଟ୍ କଲେ ସନ୍ଧ୍ୟା ହେଇଗଲାଣି ଖାଇବ କୋଉଠି ମୋ ଘରେ ଆସ ଖାଇଯିବ ବଡ ଭାଇ ଡାକୁଛନ୍ତି ଆମେ ତା ଘରେ ଖାଇକି ଆସିଲୁ ତା ଦେହରେ କୌଣସି ରାଜନୈତିକ ଆଲୋଚନା ନାହିଁ କିଛି ନାହିଁ ହଁ ଯିଏ କରିବେ ତ କରିବେ ଆମର ତ ନବୀନ ଅଛନ୍ତି ଆମେ କିଏ କହିବୁ ପୁରା ଠିକ ଟ୍ରାକରେ ନୂଆପଡ଼ାରେ ପରାଜିତ କାହିଁରୁ ସେଇଟା ଆପଣମାନେ ଜାଣିଛନ୍ତି କାହିଁ ପରାଜିତଥିଲୁ ମୁଁ କାହିଁ କହିବି ଟ୍ରାକରେ ଚାଲିଛି ମଝିରେ ସେ ଟ୍ରାକ୍ ଉପରେ ଲୋକ କଣ କହନ୍ତି ଅସାମାଜିକ ବ୍ୟକ୍ତିତ୍ୱ ପଥର ରଖିଦିଅନ୍ତି ଡିରେଲ ହେବା ପାଇଁ ବୁଝୁଛନ୍ତି କିନ୍ତୁ ଆମେ ଟ୍ରାକ୍ ଅଛି ଆମେ ନୂଆ ଇନଭାଇଟ୍ କଲୁଣି ଟ୍ରେନ 100 ଚାଲିବ ବ୍ୟସ୍ତ କାହିଁକି ନା ନା ଆମେ ସେ ପାଗଳ ନା କଣ ସେଇ ଇଞ୍ଜିନ ଆମର ଆମ ଇଞ୍ଜିନ ସେ ଡବଲ ଇଞ୍ଜିନ ଉପରେ ଆଉ କିଛି ପଥର ଯେମିତି ଟ୍ରେନ